ओंकारं बिंदु संयुक्तं नित्यं ध्यायन्ति जोसिनीं कामंद मोक्षन्दं चैव ओंकाराय नमो नमः। कुहाଯାଏ ओंरु जात ब्रह्म, ब्रह्मरु जात नाद, नादरु जात शब्द, ଆଉ ଏହି ଶବ୍ଦରୁ ଜାତ ସଙ୍ଗୀତ, ସଙ୍ଗୀତରୁ ସୃଷ୍ଟି ଜାତ। ଓଙ୍କାର ହେଉଛି ଆମ ସଂସ୍କୃତିର ଆଦି ପ୍ରତୀକ। ଆମ ଜୀବନ ଓଙ୍କାରରେ ଆରମ୍ଭ ଆଉ ଓଙ୍କାରରେ ହିଁ ଶେଷ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଓಂ ତିନୋଟି ଶବ୍ଦର ସମାହାର, ଓ ଉ ମ ଏବଂ ଚନ୍ଦ୍ରବିନ୍ଦୁ। ଓ ନାଭିରୁ ସୃଷ୍ଟି ହୋଇ ଉ କଣ୍ଠ ଓ ଜିହ୍ବା ଦେଇ ଗତି କରି ମ ବନ୍ଦ ଓଠରେ ଶେଷ ହୋଇଥାଏ। ଓଙ୍କାରର ଏକ ଅଦ୍ୱିତୀୟ ସ୍ୱତନ୍ତ୍ରତା ରହିଛି। ଯେତେବେଳେ ଅନ୍ୟ ଶବ୍ଦମାନେ ଉଚ୍ଚାରିତ ହୁଅନ୍ତି ସେତେବେଳେ ଓଠ, ଜିଭ, ଗାଲ ଓ ମାଢ଼ି ସକ୍ରିୟ ଥାନ୍ତି, କିନ୍ତୁ ଓଙ୍କାର ଉଚ୍ଚାରଣ ସମୟରେ ଏସବୁ ଅଙ୍ଗ ପ୍ରତ୍ୟଙ୍ଗ କ୍ରିୟାଶୀଳ ନଥାନ୍ତି। ଆଉ ଏହା ହିଁ ହେଉଛି ଓଙ୍କାରର ବୈଶିଷ୍ଟ୍ୟ। ତେଣୁ ଏକାକୀ ଓଂ ହିଁ ଅକ୍ଷରମ୍ ବା ଯାହାର କ୍ଷୟ ନାହିଁ ବୋଲି ବିବେଚନା କରାଯାଏ। ସନାତନ ହିନ୍ଦୁ ଧର୍ମରେ କୌଣସି ମନ୍ତ୍ର ପୂର୍ବରୁ ଓଂ ଉଚ୍ଚାରଣ କରାଯାଇଥାଏ। ବୌଦ୍ଧ, ଜୈନ, ଶିଖ ଇତ୍ୟାଦି ଧର୍ମରେ ମଧ୍ୟ ଓଂ ଶବ୍ଦକୁ ଧାର୍ମିକ ମହତ୍ତ୍ୱ ଦିଆଯାଇଛି। ଓଂର ଆକ୍ଷରିକ ଅର୍ଥ ହେଲା ସବୁକିଛି ଓ ସମସ୍ତେ, ଅର୍ଥାତ୍ ଓଂ ମାନେ ସମଗ୍ର ବ୍ରହ୍ମାଣ୍ଡକୁ ସୂଚାଇଥାଏ। ହଜାର ହଜାର ବର୍ଷ ତଳେ ହିନ୍ଦୁ ଧର୍ମର ମୁନି ଋଷିମାନେ ଏହି ପ୍ରାଚୀନତମ ମନ୍ତ୍ରକୁ ମାନବ ସମାଜର କଲ୍ୟାଣ ପାଇଁ ଦେଇଯାଇଛନ୍ତି। ବୈଜ୍ଞାନିକ ତଥ୍ୟ ଅନୁଯାୟୀ ବିଶ୍ୱର ସବୁ ଟିକ୍ନିକ୍ ପଦାର୍ଥ ସୂକ୍ଷ୍ମ ସ୍ତରରେ ଭାଓଲିନ୍ର ଛୋଟ କମ୍ପନ ତାର ତରଙ୍ଗ ସଦୃଶ ଗଠିତ ସେହି ଛୋଟ ତରଙ୍ଗ ତାରଗୁଡ଼ିକ ବିଭିନ୍ନ ପ୍ରକାର କମ୍ପନ କରି ଭିନ୍ନ ଭିନ୍ନ ପଦାର୍ଥର ଓଜନ ଓ ଆକାର ଦେଇ ସ୍ପଷ୍ଟ କଣିକାକୁ ଆକାର ଦିଅନ୍ତି, ଯାହାକୁ ଅଣୁ ପରମାଣୁ ବୋଲି କୁହାଯାଏ। ଓଂ ଶବ୍ଦର ତରଙ୍ଗକୁ ପରୀକ୍ଷା କରି ଦେଖାଗଲେ ଏହି ଶବ୍ଦର ତରଙ୍ଗ ପ୍ରତ୍ୟେକ ପଦାର୍ଥର ଅଣୁ ପରମାଣୁରେ ଅଛି। ଓଂର କମ୍ପନ ତରଙ୍ଗ ବ୍ରହ୍ମାଣ୍ଡୀୟ ତରଙ୍ଗ ସହ ମେଳ ଖାଇ ସାରା ବିଶ୍ୱ ସହ ଆମକୁ ଆମ ଅଜାଣତରେ ସମ୍ପର୍କରେ ରଖେ। ସେଇଥିପାଇଁ ତ ହିନ୍ଦୁ ଧର୍ମରେ ଓଂକୁ ଶବ୍ଦ ବ୍ରହ୍ମର ଆଖ୍ୟା ଦିଆଯାଇଛି। ଓଂ ଶବ୍ଦର ଆଉ ଏକ ବୈଜ୍ଞାନିକ ବ୍ୟାଖ୍ୟାନ ହେଲା ଏହାର ଧ୍ୱନି। ବର୍ଣ୍ଣମାଳାରେ ବିଭିନ୍ନ ଅକ୍ଷର ଉଚ୍ଚାରଣ କଲେ ଭିନ୍ନ ଭିନ୍ନ ଶବ୍ଦ ତରଙ୍ଗ ବାହାରେ ଏହା ଶରୀରର ଏକ ବିଶିଷ୍ଟ ଅଙ୍ଗ ସହ ସନ୍ତୁଳନ କରି କମ୍ପନ କରିଥାଏ। କିନ୍ତୁ ଓଂ ଉଚ୍ଚାରଣରେ ଏକ ଅଲଗା ଶବ୍ଦ ତରଙ୍ଗ ବାହାରିଥାଏ, ଯାହାର ଶବ୍ଦ ଆବୃତ 432 Hz ଆଉ ଯାହା ମନୁଷ୍ୟର ଶୁଣିବା ସୀମା 20 Hz ରୁ 20,000 Hz ଭିତରେ ଓ ଖୁବ୍ ନିମ୍ନ ସ୍ତରରେ। ଏହାର ଅର୍ଥ ହେଲା ଓଂ ଶବ୍ଦର ଧ୍ୱନି ତରଙ୍ଗ ବହୁତ ଲମ୍ବା ଓ ଏହା ଗୁଣା ନଗଲେ ମଧ୍ୟ ବ୍ୟାପକ ପରିସୀମା ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ। ତେଣୁ ଓଂ ଶବ୍ଦକୁ ଠିକ୍ ଭାବରେ ଉଚ୍ଚାରଣ କଲେ ଆମ ଶରୀରକୁ ଅଦୃଶ୍ୟ ଭାବରେ ସମଗ୍ର ବିଶ୍ୱ ସହିତ ଯୋଡ଼ି ଦିଏ। ତେଣୁ ଏଠାରେ କହି ରଖିବା ଉଚିତ ଯେ ଓଂ ଶବ୍ଦର ତରଙ୍ଗର ଆବୃତ୍ତି ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲୁଥିବା ବେଳର ତରଙ୍ଗ ଆବୃତ୍ତି ସହ ସମାନ ଏବଂ ଅନ୍ୟ ଅର୍ଥରେ ଆମ ପୃଥିବୀ ମଧ୍ୟ ସର୍ବଦା ଓଙ୍କାର ଉଚ୍ଚାରଣ କରୁଛି ବୋଲି କହିଲେ କିଛି ଭୁଲ ହେବନି। ଆଧୁନିକ ବିଜ୍ଞାନ ସାହାଯ୍ୟରେ ଶବ୍ଦ ତରଙ୍ଗ ତର୍ଜମା ଏବଂ ଓଂ ଜପ ବେଳେ ମସ୍ତିଷ୍କର ଚୁମ୍ବକୀୟ ଚିତ୍ର ଅଧ୍ୟୟନ କରି ଅନେକ ତଥ୍ୟ ଜଣାପଡ଼ିଛି। ଏହା ମଧ୍ୟରେ ମନ ଶାନ୍ତ ହେବା, ହୃତ୍ପିଣ୍ଡର ବେଗ ସନ୍ତୁଳିତ ହେବା ଓ ସର୍ବୋପରି ମସ୍ତିଷ୍କକୁ ଶାନ୍ତି ଓ ଶୀତଳତା ପ୍ରଦାନ କଲା ଭଳି ପ୍ରଭାବ ପଡ଼ିଥାଏ। ଆହୁରି ମଧ୍ୟ ଓଂ ଶବ୍ଦର ସମୟ ତରଙ୍ଗ ଗବେଷଣା କରି 2 ଜଣ ବୈଜ୍ଞାନିକ ଗାଣିତିକ ମଡେଲ ସାହାଯ୍ୟରେ ସେମାନେ ଓଂ ଜପ କରୁଥିବା ଲୋକମାନଙ୍କ ଭିତରେ ଗବେଷଣା କରି ଅତି ରୋଚକ ତଥ୍ୟ ଉପସ୍ଥାପନ କରିଥିଲେ। ସେହି ଗବେଷଣା ଅନୁସାରେ ଓଂ ଶବ୍ଦର ଜପ ସମୟ ସୀମା ଅନୁସାରେ ମନୁଷ୍ୟର ଧୈର୍ଯ୍ୟ ଓ ଏକାଗ୍ରତା ବଢ଼ିଥାଏ। ଏହା ସହିତ ଓଂ ଉଚ୍ଚାରଣ କଲେ ମନରୁ ଅଯଥା ସୂଚନା ଓ କ୍ଲେଶ ଦୂର ହୋଇଥାଏ ବୋଲି ପ୍ରମାଣିତ କରିଥିଲେ। ତେଣୁ ଓଂ ଶବ୍ଦଟି ପ୍ରାଚୀନ ଭାରତୀୟ ମୁନି ଋଷିମାନଙ୍କର ଅଧ୍ୟୟନ ଓ ଗବେଷଣାର ଫଳ, ଯାହା ବିଶ୍ୱକୁ ଉପହାର ସ୍ୱରୂପ ମିଳିଛି। ଗୁରୁ ଗ୍ରନ୍ଥ ସାହେବରେ ଏକ ସୁନ୍ଦର ପଂକ୍ତିଟିଏ ରହିଛି, ଏକ ଓଂକାର ସତନାମ କର୍ତ୍ତା ପୁରୁଷ, ଅର୍ଥାତ୍ କେବଳ ଓଂ ଭିତରେ ସବୁକିଛି। ହଜାର ହଜାର ବର୍ଷ ତଳେ ଓଂ ପରି ଏକ ଶବ୍ଦକୁ ଭାରତର ମୁନି ଋଷିମାନେ ଉପହାର ସ୍ୱରୂପ ମାନବ ସମାଜକୁ ଦେଇ ଯାଇଛନ୍ତି, ଯାହାର ଉଚ୍ଚାରଣରେ ଏକ ବୈଶ୍ୱିକ ଧ୍ୱନି ତରଙ୍ଗ ତିଆରି ହୁଏ ଓ ଆମକୁ ସାରା ବିଶ୍ୱ ସହ ଅଦୃଶ୍ୟ ସମ୍ପର୍କର ସୂତାଖିଆରେ ଯୋଡ଼ି ଦିଏ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।